କରିବା ବସା ଛାଉଣି ଉଡ଼ି ଗଲେ ଖେଳ ସରିବ ଛାଉଣି ଉଡ଼ି ଗଲେ ଖେଳ ସରିବ ଛକି ବସିଛି କାଳ ତତେ ଧରିବ ରେ ତତେ ଧରିବ। ତେଣୁ ଏ କପଟତା ଏ ପ୍ରକାର ଜିନିଷ ଏ କପଟ ଜିନିଷ ଯଦି ଆପଣଙ୍କ ଭିତରେ ରହେ ଭାବିବି ଗୋଟେ କହିବି ଗୋଟେ କରିବି ଗୋଟେ ଏ ପ୍ରକାର ଜିନିଷ ଯଦି ରହେ ତାହେଲେ ଆପଣ କେବେ ଯୋଗକ୍ଷମ ହେଇପାରିବେ ନାହିଁ। ତେଣୁ ଆପଣଙ୍କ ପଞ୍ଚକ ବ୍ରତ ବେକାର ଚାଲିଯିବ। ତେଣୁ ଆପଣ ଏ କପଟତାକୁ ତ୍ୟାଗ କରନ୍ତୁ। ତା ନହେଲେ ଯେ ଅସ୍ତେୟ ଗୁଣକୁ ଆପଣ କେବେ ବି ପାଳନ କରିପାରିବେ ନାହିଁ। ଅସ୍ତେୟ ପ୍ରତିଷ୍ଠାୟନ ଯେ ଆମର ଯୋଉ ଅସ୍ତେୟ ଯଦି ଯୋଉ ଅଛି ସେ ଅସ୍ତେୟକୁ ଆପଣ କେବେ ପାଳନ କରି ଯୋଗର ଗୋଟେ ଅଙ୍ଗ ଉପାଙ୍ଗ। ତେଣୁ ଇଏ ହଉଛି କପଟ। କପଟ ପରେ ଆସୁଛି କଳହ। କଳହ ପ୍ରିୟ ଯେ ଲୋକ ସେ ଲୋକ ବି ଯୋଗକ୍ଷମ ହେଇପାରିବ ନାହିଁ ଯେ ପଞ୍ଚକର ଗୋଟେ ଅଙ୍ଗ। ଆଉ ତାପରେ ଆସୁଛି କୃପଣ। କୃପଣ ଯୋଉ ଲୋକ ସେ ଦାନ ଧର୍ମ ଯାର କରମରେ ନାହିଁ ଦାନ ଧର୍ମ ଯାର କରମରେ ନାହିଁ ସଭାରେ ଟେକିବ ମୁଣ୍ଡ ଦାନ ଧର୍ମ ଯାର କରମରେ ନାହିଁ ସଭାରେ ଟେକିବ ମୁଣ୍ଡ ଫୁଟୁକି ମାରିଣ କଥା କହୁଥିବ ଫୁଟୁକି ମାରିଣ କଥା କହୁଥିବ ତୁଚ୍ଛା ତାର ସେହି ପିଣ୍ଡ ତୁଚ୍ଛା ତାର ସେହି ପିଣ୍ଡ। যদি দান দেবার মনোবৃত্তি আম ভিতরে না তেবে কৃপণতা আম ভিতরে অছি তেবে অসুবিধা হয়ে যাব। কোন হব না মু গোটে ছোট কথা কহিবি সার তো আপনার জনে ব্যক্তি লে সে বড় ব্যবসায়ী ব্যক্তি সে ব্যবসায়ী ব্যক্তি জনক ব্যবসায় করুলে থরে তাঙ্কর দেহ খারাপ এ দেহ খারাপ হওয়া ভিতরে সে তাঙ্কর সব পুଅ ମାନଙ୍କୁ ডকেইলে এবং ତାଙ୍କୁ ଔଷଧ ପତ୍ର ଦିଆହେଲା। ସାମାନ୍ୟତମ ହୋସ ଆସିଲା ଯେତେବେଳେ ସେତେବେଳେ ସେ କହୁଛନ୍ତି ଆରେ ଏ ପୁଅ କୁଆଡ଼େ ଗଲା ସେ ପୁଅ କୁଆଡ଼େ ଗଲା ଏ ପୁଅ କୁଆଡ଼େ ଗଲା ସମସ୍ତଙ୍କୁ ଡାକିଲେ। ଯେତେବେଳେ ସମସ୍ତଙ୍କୁ ଡାକିଲେ ସମସ୍ତେ ଆସି ପାଖରେ ପହଞ୍ଚିଲେ। ପହଞ୍ଚିଲା ପରେ କହିଲେ ଆରେ ସମସ୍ତେ ଅଛ ନା ନାହିଁ ନା ହଁ ଅଛି। ନା ଦୋକାନ କିଏ ଖୋଲିଛି ନା ଦୋକାନ କେହି ଖୋଲି ନାହିଁ। ନା ଦୋକାନ ଖୋଲିନ ତାହେଲେ ହବ କ'ଣ ଗ୍ରାହକ ସବୁ ପଳେଇଯିବେ। ତା ଅର୍ଥ ଯେ ସିଏ ତାର ଶରୀର ପରିତ୍ୟାଗ କରିବାକୁ ଗଲାଣି କିନ୍ତୁ ସିଏ ଦୋକାନର ଲୋଭ ରଖୁଛି ଏବଂ ଚାବିକାଠିଟା କୁଆଡ଼େ ଗଲେ ସେମାନେ ଖୋଜୁଛନ୍ତି। ବାପା ଯଦି ଶରୀର ଛାଡ଼ିଦେବେ ତାହେଲେ ସେ ଟ୍ରେଜେରୀ ଚାବିକାଠିଟା କେମିତି ମିଳିବ। ଖୋଜି ଖୋଜି ଆଉ ପାଇଲେ ନାହିଁ। ଯେତେବେଳେ ନ ପାଇଲେ ବାପାଙ୍କର କିଛି ଦିନ ପରେ ଶରୀର ପରିତ୍ୟାଗ କଲେ ଖୋଜି ଖୋଜି ଚାବିକାଠି ତାଙ୍କ ତକିଆ ତଳେ ପଡ଼ିଲା। ସେ କାହାରିକୁ ଦେବେ ନିଜ ପାଖରେ ସବୁବେଳେ ରଖିବେ। ତେଣୁ କୃପଣ ଗୋଟେ ଏ ପ୍ରକାର ସ୍ୱଭାବ ଯାହାକି ଆପଣଙ୍କର ବ୍ୟକ୍ତିତ୍ୱକୁ ସେ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେବ। ତେଣୁ କିଛି ଉପଯୁକ୍ତ ପାତ୍ରରେ ଦାନ କରିବେ। ଦାନ ଯୋଉଠି ଯୋଉଠି ଅପାତ୍ରରେ ଦାନ ଉପଯୁକ୍ତ ପାତ୍ରରେ ଦାନ କଲେ ଆପଣଙ୍କର ଯୋଉ ଦାନ ଜିନିଷଟା ପ୍ରକୃତ ପ୍ରୟୋଗାତ୍ମକ ଦିଗରେ ଗତି କରିବା ଠିକ ଜାଗାରେ ପଡ଼ିବ। ତେଣୁ କଳଙ୍କ ଗୋଟେ ଏ ପ୍ରକାର ଜିନିଷ শ্বেত বস্ত্র ভাল সিনা ন লাগিলে পঙ্ক শ্বেত বস্ত্র ভাল সিনা ন লাগিলে পঙ্ক বঞ্চি থাও মরে সিয়ে লাগিলে কলঙ্ক বঞ্চি থাও মরে সিয়ে লাগিলে কলঙ্ক। আজ্ঞা ଆମେ ସବୁଦିନ କର୍ମ କରୁ ସଂସାର ଭିତରେ ଗତି କରୁ କିନ୍ତୁ ଆମମାନଙ୍କ ଭିତରେ ଯୋଉ ମନ୍ଦ ଉଦ୍ଦେଶ୍ୟରେ ଯୋଉ କର୍ମ କରାଯାଏ ତାହା କଳଙ୍କରେ ପରିଣତ ହେଇଯାଏ ଏବଂ କଳଙ୍କ ଏତେ ମାତ୍ରାରେ ଆମ ମନକୁ ଏବଂ ଆତ୍ମାକୁ ଆଘାତ ଦିଏ ଯାହା ଆମକୁ ଆଉ ଥରେ ଉଠିକିରି କାମ କରିବା ପାଇଁ ଆମେ କେବେ ସକ୍ଷମ ହେଇପାରୁନା। ସେଇଥିପାଇଁ ଆପଣ ସଦାସର୍ବଦା
ନିଜର ଚରିତ୍ରକୁ ଠିକ ରଖିବେ। ଯଦି ଚରିତ୍ର ଠିକ ନ ରହିଲା ତେବେ କଣ ହବ ନା ଥିଲେ ଥାଉ ପଛେ ଗୁଣ ହଜାର, ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର, ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର। যে চরিত্র আপনার ঠিক নাই তেমন কৌশি সৎকর্মে আপনার আগে পারে না। সেপাই দেখবে যে চরিত্র এবং আচরণ ঠিক থাকে সে কথা সমাজে লোক শুণতি, যে চরিত্র এবং আচরণ ঠিক নথায় সে কহিলে শুণতি কিন্তু বাহার করে। সেপাই